ଆମର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ ସାର୍ ଏବଂ ମୋର ସାନ ଭଉଣୀମାନେ ସମସ୍ତେ ମୋ ସାନ ବିଶ୍ୱାଳ ଦିଦି ମୌସୁମୀ ଦିଦି ଅସ୍ମିତା ଦିଦି ଆଉ ମଧୁସୁନ୍ଦର ଦିଦି ଶିବା ଦିଦି ସବୁ ମୋ ସାନ ଭଉଣୀ। ଆଉ ଆଜି ତ ଜାଣିଛ ନେହେରୁଙ୍କ ଆଜି ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି। ନଭେମ୍ବର 14 ସେ ଜନ୍ମ ହୋଇଥିଲେ 1898 ମସିହାରେ ଆହ୍ଲାବାଦରେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ, ମାତାଙ୍କ ନାମ ସ୍ୱରୂପା ଦେବୀ। ତେଣୁ ସେ ଗୋଟେ ସମ୍ଭ୍ରାନ୍ତ ବଂଶ ବା ଧନୀ ଘରେ ଜନ୍ମ ହୋଇଥିଲେ ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ସେ ସିମ୍ପୁଲ ସରଳ ଜୀବନଯାପନ କରୁଥିଲେ। ଅରଟରେ ସୂତା କାଟୁଥିଲେ ଏବଂ ଖଦୀର ଧୋତି ପିନ୍ଧୁଥିଲେ ଏବଂ ଧଳା କୁର୍ତ୍ତା ଦେଖିଥିବ ଫଟୋ। କିନ୍ତୁ ପୂର୍ବରୁ ସେ ଓକିଲାତି କରୁଥିଲେ। କିନ୍ତୁ ଏହି ସ୍ୱାଧୀନରେ ଭାରତ ଛାଡ଼ ଆନ୍ଦୋଳନରେ ସେ ମଧ୍ୟ ସହଯୋଗ କରିଥିଲେ। ମହାତ୍ମା ଗାନ୍ଧୀ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ଆର୍ଥିକ, ଶାରୀରିକ, ମାନସିକ ସବୁ କ୍ଷେତ୍ରରେ ସାହାଯ୍ୟ କରିଥିଲେ। ତେଣୁ ସେ ଆମର ଭାରତ ସ୍ୱାଧୀନ ହେଲା। ବହୁତ ସଂଗ୍ରାମ ପରେ, ବହୁତ ଲୋକ ମଲା ପରେ, ବହୁତ କିଛି ଘଟିଲା ପରେ କେତେ ସଂଘର୍ଷ ଆମେ ଆଜି ଉପଭୋଗ ଆରାମରେ କଥା ପଦେ କହିପାରୁଛେ। ଇଂରେଜ ଶାସନ ଥିଲାବେଳେ ଜଣେ ହିନ୍ଦୁ ଆମେ ଭାଷଣ ଦେଇପାରିବୁନି। ତେଣୁ 1947 ମସିହା ଅଗଷ୍ଟ 15ରେ ଭାରତ ସ୍ୱାଧୀନ ହେଲା। ସେଟା ଡିକ୍ଲାର ହେଲା ଯେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ, ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ଯଦିଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯୋଉଟାକି ଲୌହ ମାନବ କୁହାଯାଏ, ତାଙ୍କର ହବା ଯୋଗ୍ୟତା ଥିଲା, କିନ୍ତୁ କ'ଣ ଥିଲା କେଜାଣି ସେତେବେଳେ ସମସ୍ୟା ମୁଁ ଜାଣିନି। କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ବହୁତ, ଜବାହରଲାଲଙ୍କ ଅବଦାନ ବହୁତ। ଜବାହରଲାଲ ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କର ଅବଦାନ ବହୁତ, କିନ୍ତୁ ତାଙ୍କୁ ବଛା ହେଇଥିଲା ବୋଧେ କ'ଣ ପାଇଁ ମୁଁ ଜାଣିନି। ଯାହା ବି ହଉ ସେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ। ତେଣୁ ତାଙ୍କର ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ସେ କହିଥିଲେ ମୁଁ ମଲା ପରେ ମୋର ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରିବ। ସେ ଗୋଲାପ ଫୁଲ କଥା ଛାଡ଼, ଗୋଟେ କମଳା ନେହେରୁ କି ମରିଯାଇଥିଲେ ତାପରେ ଗୋଲାପ ଫୁଲ ରଖନ୍ତି, ପିଲାମାନଙ୍କୁ ଭଲ ପାଆନ୍ତି। କାହିଁକି ନା ପିଲାମାନଙ୍କୁ ଭଲ ପାଆନ୍ତି ଏଇଥିପାଇଁ ଯେ ପିଲାମାନଙ୍କୁ ଆମେ ମାନେ ଗଠନ କରିବା ଠିକ୍ସେ। ମାଟି ଯେମିତି ଗୋଟେ ମାଟିର ଗଡ଼ିଲେ ହାଣ୍ଡି ହେବ, ଡେକ୍ଚି ହେବ, ସରି ମାଠିଆ ହେବ, କୁମ୍ପି ହେବ, ଗଡ଼ି ହେବ, ଅମୁକ ହେବ। ସେ ପିଲାମାନଙ୍କୁ ଗଢ଼ିଆ ଆଉ ଦାୟିତ୍ୱ ଟିଚର ଏବଂ ତାଙ୍କ ପିତାମାତାଙ୍କର। ତେଣୁ ପିଲା ତ ନିଶ୍ଚିତ ଦୁଷ୍ଟ ହେବେ, ଏମିତି ହେବେ। ଆମେ ତାଙ୍କୁ ବୁଝିବା ଯେ ଗଢ଼ିବା ଦରକାର ପଡ଼ିଲେ ମଧ୍ୟ ଆମେ ଅନୁଶାସନ ପାଇଁ ପନିସମେଣ୍ଟ ବା ଟିକେ ଇଏ କରିବାକୁ ପଡ଼ିବ। ତେଣୁ ବାପା ମାଆଙ୍କର ଦାୟିତ୍ୱ ମୁଖ୍ୟ।